ପାଉଁଶରୁ ସ୍ୱର୍ଗ। ଏଇ ଯେଉଁ ଦେଖୁଛନ୍ତି ଏଇଟା 2003 ମସିହାରେ ଆକ୍ଚୁଆଲି ପାଉଁଶ ପାଲଟି ଯାଇଥିଲା। କ'ଣ ଥିଲା ନା, ଏଇ ଯେଉଁ ଅଷ୍ଟ୍ରେଲିଆର କାନବେରା ସହରରେ ମୁଁ ବୁଲୁଛି, ଏଇ ଜାଗାଟା ହେଉଛି ଆର୍ବୋରେଟମ୍, ଯେଉଁଟାକି କାନବେରାର ଗୋଟେ ଜାଗା। 2003 ମସିହାରେ ଯେଉଁଟା ଜାଣିଥିବେ, ଯେଉଁ ୱାଇଲ୍ଡ ଫାୟାର କିମ୍ବା ବୁsh ଫାୟାର କୁହାଯାଏ, ଯେଉଁ ପାଶ୍ଚାତ୍ୟ ଦେଶ ଯାକରେ କ'ଣ ହୁଏ, ଖରାଦିନେ କ'ଣ ହୁଏ, ଜଙ୍ଗଲ ଜାଗାରେ ନିଆଁ ଲାଗିଯାଏ ଆଉ ସେଇଟା ବହୁତ ଜୋରରେ ବ୍ୟାପିଯାଏ ଚାରିଆଡ଼େ। ତ ସେଇ ଜାଗା ଯେଉଁ ମୁଁ ଦେଖାଉଥିଲି, ସେଇଟା ପୁରା ଏଇ ଜାଗାଟା ବି ପୁରା କ'ଣ ହେଇଥିଲା, ପାଉଁଶରେ ପାଲଟି ଯାଇଥିଲା 2003 ମସିହାରେ। ତାପରେ ସରକାର ହାର ନ ମାନିକି, ଅଷ୍ଟ୍ରେଲିଆନ୍ ସରକାର କ'ଣ କହିଲେ ଯେ ଆମେ ଏରିଆଟାକୁ, ଏଇଠି ବହୁତ ଲୋକ ବି ମରିଯାଇଥିଲେ, ଲୋକ ରହୁଥିଲେ ବି, ସେ ସବୁ ମରିଯାଇଥିଲେ, ଘର ସବୁ ପୋଡ଼ିଯାଇଥିଲା। ସେମାନେ କହିଲେ ଯେ ଆମେ ଗୋଟେ ନୂଆ ପ୍ରୋଜେକ୍ଟ କରିବା, 100ଟା ଜଙ୍ଗଲ ଆଉ 100ଟା ଉଦ୍ୟାନ କରି ଗୋଟେ ଉଦ୍ୟାନର ମ୍ୟୁଜିୟମ୍ ଭଳିଆ ଏଇଟା ଗୋଟେ କ୍ରିଏଟ୍ କରିଛନ୍ତି ଏଇ ଜାଗାଟାକୁ, ଅଷ୍ଟ୍ରେଲିଆର କାନବେରାରେ। ନମସ୍କାର, ମୋ ନାଁ ନୟନ ଦାସ। ମୁଁ ବର୍ତ୍ତମାନ ଅଷ୍ଟ୍ରେଲିଆ ଛୁଟିରେ ବୁଲୁଛି ଆଉ ଅଷ୍ଟ୍ରେଲିଆର ଯେଉଁଟା ରାଜଧାନୀ କ୍ୟାପିଟାଲ ସହର କାନବେରା ସହରକୁ ଆସିଛି, ଯେଉଁଟାକି ତାଙ୍କର ଏଇଟା ନ୍ୟାସନାଲ୍ ଆର୍ବୋରେଟମ୍ ବୋଲି କୁହାଯାଏ, ଯେଉଁଟାକି ମାନେ ବଗିଚାର ଉଦ୍ୟାନ ମ୍ୟୁଜିୟମ୍ ଯେଉଁଟା କୁହାଯାଏ। ତ ଏଇଟା ଯେଉଁ ମୁଁ କହୁଥିଲି, 2003 ମସିହାରେ ପୁରା ଏରିଆଟା ପୋଡ଼ିଗଲା ପରେ, ପାଇନ୍ ଗଛ ସବୁ ଥିଲା, ନିଆଁ ଲାଗି ପୁରା ପୋଡ଼ି ଯାଇଥିଲା। ଅଷ୍ଟ୍ରେଲିଆ ସରକାର ଗୋଟେ ଡିସାଇଡ଼୍ କଲେ ଯେ ଆମେ ଏଇଠି ଗୋଟେ 250 ହେକ୍ଟର ଏରିଆ, ମାନେ ଯଦି କହିବି 250 ହେକ୍ଟର ଏରିଆ, ମାନେ ଏଇଟା ଆମ ରାଷ୍ଟ୍ରପତି ଭବନ ଯେଉଁ ଇଣ୍ଡିଆର ଅଛି ତାର ଡବଲ୍ ସାଇଜ୍, ନହେଲେ ଆପଣ ଯଦି ଦେଖିବେ ବୋଲେ ପାଖାପାଖି 600 ଏକର ର ଏରିଆ। ଗୋଟେ ଘଣ୍ଟାରେ ଆପଣ ଯଦି 4ଟା ଗୋଟେ ସ୍କୋୟାରରେ ଚାଲିବେ, ପ୍ରତି ଡିରେକ୍ସନରେ ଯଦି 15 ମିନିଟ୍ ଲାଗେ ଚାଲିଲା ପରେ ଯେତିକି ଜାଗା ହେବ, ସେତିକି ଜାଗାରେ ଏଇଭଳିଆ 2003 ମସିହାରେ ଏଇଟା ପୋଡ଼ି ଯାଇଥିଲା, ପୁରା ପାଉଁଶ ହେଇଯାଇଥିଲା। ସେଇଟାକୁ ଗଛ ଲଗେଇକିରି ପୃଥିବୀର ପ୍ରାୟ 100ଟା ଦେଶର 40,000 ମାନେ ଯେଉଁ ଗଛ ଯାକ ଯେଉଁଟା ଯାହା ହୁଏ କି ମାନେ ଏକ୍ସଟିଙ୍କ୍ଟ ହେଇଯାଇଛି, ଯେଉଁଟାକି ଆଉ ହେଉନି, ବିରଳ ଯେଉଁଟାକି, ସେ ଗଛ ଯାକ ଆଣି ଲଗେଇକିରି ଏଇଠି ସଂରକ୍ଷଣ କରାଯାଇଛି। ଆଉ ଲୋକମାନଙ୍କ ପାଇଁ ବୋଲି ଏଭଳିଆ ଫେସିଲିଟି କ୍ରିଏଟ୍ କରାଯାଇଛି ଏତେ ବଡ଼ ଏରିଆରେ। ଏଇଠି ଏମାନଙ୍କର ମାନେ ଖାଇବା ପାଇଁ ବି ଅଛି ବ୍ୟବସ୍ଥା, ପିଲାମାନଙ୍କ ପାଇଁ ଖେଳାଖେଳି କରିବା ପାଇଁ ବି ବ୍ୟବସ୍ଥା ଅଛି। ତାପରେ ଲୋକମାନେ ଏଇଟା 2003ରେ ଆରମ୍ଭ ହେଇକି 2012-13ରେ ଏଇଟା ଲୋକଙ୍କ ପାଇଁ ଆରମ୍ଭ ମାନେ ରେଡ଼ି ହେଇଯାଇଥିଲା। ତା ପରଠୁ ଏଇ 2013ଠୁ 2026 ମଧ୍ୟରେ ପାଖାପାଖି 60 ଲକ୍ଷ ଲୋକ ଭିଜିଟ୍ କଲେ। ମାନେ ପାଖାପାଖି ବର୍ଷକୁ ଆପଣଙ୍କର 3-4 ଲକ୍ଷ ଏଭରେଜରେ ଲୋକ ଭିଜିଟ୍ କରୁଛନ୍ତି ଏଠି। ଖାଲି ଏଇଟା ବୁଲିବାକୁ ଆସୁନାହାନ୍ତି, ଏଇଟା ଗୋଟେ ରିସର୍ଚ୍ଚ ସେଣ୍ଟର ବି ଅଛି। ମାନେ ହଜାର ବର୍ଷ ପୂର୍ବରୁ ଯେଉଁଟାକି ଏକ୍ସଟିଙ୍କ୍ଟ ହେଇଯାଉଛି ଗଛ ଯାକ, ତାର ବି ରିସର୍ଚ୍ଚ କରାଯାଉଛି। ଯେଉଁଟାକି ବିରଳ ଗଛ ଯାକ ସବୁ ଏଇଠି ସଂରକ୍ଷଣ କରାଯାଇକି ତାର କେମିତି ଚାରିଆଡ଼େ ଅନ୍ୟ ଦେଶ ଜାଗାରେ ବି ସେମାନଙ୍କୁ କେମିତି ଲଗାଯାଏ, ସେ ପ୍ରକାର ବି ବ୍ୟବସ୍ଥା କରାଯାଉଛି। ଏଇଠି ଗୋଟେ ଭିଲେଜ୍ ସେଣ୍ଟର ଅଛି, ଯେଉଁଟାକି ପୁରା କାଠରେ ତିଆରି। ଏଇଠି ପୁରା ପରିବାର ମାନେ ସବୁବେଳେ ଆସନ୍ତି। ଏଇଟା ତିଆରି କରିବା ପାଇଁ ବୋଲି କ'ଣ ହେଇଥିଲା, ସେମାନେ ଗୋଟେ 100ଟା ଜଙ୍ଗଲ ଆଉ 100ଟା ଉଦ୍ୟାନ କରି ଗୋଟେ କମ୍ପିଟିସନ୍ କ୍ରିଏଟ୍ କରିଥିଲେ। ଆଉ ଯେଉଁଟା ମୁଁ କହିଥିଲି ମୋର ପୂର୍ବ ଭିଡ଼ିଓଟାରେ, ଯେ ଏଇ ଯେଉଁ କାନବେରା ସହରକୁ ଯେଉଁ ଆମର ଆମେରିକାନ୍ ଆର୍କିଟେକ୍ଟ ତିଆରି କରିଥିଲେ, ତାଙ୍କର ଗୋଟେ ଭିଜନ୍ ଥିଲା ଯେ ଏଇଭଳିଆ ଗୋଟେ ଜାଗା କରିବା ପାଇଁ ବୋଲି, ଯେଉଁଟା ହେଇପାରିନଥିଲା। ତ ଏଇଠି ଯେଉଁ ପାଉଁଶରୁ ପୋଡ଼ିଗଲା ପରେ ଏଇ ଯେଉଁ କେମିତି ଗୋଟେ ଜ୍ୱଳନ୍ତ ଉଦାହରଣ, ମାନେ ଯଦି ଇଚ୍ଛା ଥିବ, ଦେଶର ରାଜନୈତିକ ଇଚ୍ଛା ଥିବ ଆଉ ଲୋକଙ୍କର ଭଲ ବିଚାର ଥିବ, ଦେଶକୁ କେମିତି ଆଗକୁ ବଢ଼ାଇବା ପାଇଁ ଭଲ ଭାବରେ, ଏଇଟା ତାର ଜ୍ୱଳନ୍ତ ଉଦାହରଣ। ଏଇ ଜାଗାରେ ମାନେ ଆସିକି ଆଶ୍ଚର୍ଯ୍ୟ ଲାଗେ, ଆପଣ ଭାବିପାରିବେ ଏଇଟା ଗୋଟେ ପାଉଁଶ ହେଇଯାଇଥିଲା ପୋଡ଼ିକିରି ପୁରା 2003 ମସିହାରେ। ଆଉ ଏବେ ଦେଖନ୍ତୁ 23 ବର୍ଷ ପରେ ଏଇଠି ଦେଖନ୍ତୁ ଫ୍ୟାମିଲି ମାନେ ଆସିକି ତାଙ୍କର ଯିଏ ଯାହାର ପିକନିକ୍ କରୁଛନ୍ତି। ଏତେ ବଢ଼ିଆ ୱେଦର୍ ଅଛି। ପ୍ଲସ୍ ଏଇଠି ମାନେ ରିସର୍ଚ୍ଚ ସେଣ୍ଟର ଅଛି, ପିଲାମାନଙ୍କ ପାଇଁ ପଡ୍ ଅଛି, ପ୍ଲେଗ୍ରାଉଣ୍ଡ, ଆଉ ପାଖାପାଖି 100ଟା ଜଙ୍ଗଲ, ଡିଫରେଣ୍ଟ ଭେରାଇଟିର ଜଙ୍ଗଲ ଅଛି। ଫୁଲ ଗଛ ସବୁ, ଯେଉଁ ବିରଳ ଗଛ ସବୁ, ତାକୁ ସଂରକ୍ଷଣ କରି ରଖାଯାଇଛି। ପୃଥିବୀର ପ୍ରତି ଦେଶରୁ ଲୋକ ଏଠି ରିସର୍ଚ୍ଚ କରିବାକୁ ଆସୁଛନ୍ତି। ଆଉ ଏଇ ଯେଉଁ ଆର ଭ୍ୟୁ, ଏଇ ଉପରେ ରାସ୍ତାଘାଟ ଉପରେ ଫେସିଲିଟି ସବୁ ପ୍ରକାର ବହୁତ ବଢ଼ିଆ କରି ରଖିଛନ୍ତି।
ତ ଆପଣମାନେ ଯଦି କେବେ ଯାଉଛନ୍ତି ଅଷ୍ଟ୍ରେଲିଆ କାନବେରାର ଏଇ ଆର୍ବୋରେଟମ୍କୁ ଯିବାକୁ ଭୁଲିବେନି। ମାନେ ଆଶ୍ଚର୍ଯ୍ୟ ଆର କଥା ଯଦି ଶୁଣିବେ, ପାଉଁଶ ଉପରେ ଜଙ୍ଗ ପୋଡ଼ିକିରି ପୁରା ପାଉଁଶ ହେଇଯାଇଥିଲା, ସେଇଟାକୁ ଏଇଭଳିଆ କରିକି ରଖିବାଟା ଦେଖିକି ପୁରା ଇତିହାସ ଜାଣିଲା ପରେ ବହୁତ ମାନେ ଆଶ୍ଚର୍ଯ୍ୟ ଲାଗୁଛି ଦେଖିବା ପାଇଁ। ଦେଖନ୍ତୁ କେମିତି ଜ୍ୱଳନ୍ତ ଉଦାହରଣ ଆପଣଙ୍କ ମାନଙ୍କ ଆଗରେ। ତାପରେ ଆମେ ବାହାରିଗଲୁ ଗୋଟେ ଏନ୍ସଲେ ଲୁକ୍ଆଉଟ୍ କରିକି ଆଙ୍କର ଅଛି ଜାଗାଟା, ଯେଉଁଟାକି ପୁରା କାନବେରା ସହରର ପୁରା ସବୁ ସହର ଦେଖାଯାଉଛି ସବୁଆଡ଼େ। ଏଇ ଆଗରେ ଦେଖିପାରୁଥିବେ ତାଙ୍କର ୱାର୍ ମେମୋରିଆଲ, ପାର୍ଲିଆମେଣ୍ଟ ସବୁ ଜାଗା ଦେଖାଯାଉଛି। ତ ଏଇଭଳିଆ ମୁଁ ଅଷ୍ଟ୍ରେଲିଆରେ ବୁଲୁଛି ବର୍ତ୍ତମାନ। ଆପଣମାନଙ୍କୁ ପ୍ରତି ଏପିସୋଡ଼ରେ ନୂଆ ନୂଆ ଜାଗା ଦେଖେଇବି। ଆପଣମାନେ ସେୟାର କରନ୍ତୁ, ଆପଣଙ୍କ ଫ୍ୟାମିଲି ମେମ୍ବର ସହିତ ଦେଖନ୍ତୁ, ମୋର ଫେସବୁକ୍କୁ ଫଲୋ କରନ୍ତୁ, ଆଉ ୟୁଟ୍ୟୁବରେ ବି ମୁଁ ପୋଷ୍ଟ କରୁଛି, ସେଟାକୁ ଆପଣ ସବସ୍କ୍ରାଇବ୍ କରିକି ଲୋକମାନଙ୍କୁ କୁହନ୍ତୁ ଯେ ଏତେ ବଢ଼ିଆ ବଢ଼ିଆ ଜିନିଷ ସବୁ ଦେଖିବାକୁ ମିଳୁଛି। ନେକ୍ସଟ ଆମେ ବାହାରିବୁ ସିଡନୀ ପାଇଁ, ଆଉ ସେଇଟା ବି ମୁଁ କଭର୍ କରିବି। ରହିଲି, ନମସ୍କାର, ବାଏ ବାଏ।